Hello, all dear friends. Welcome back to my channel GSN Storyline. ଜାଣିଥିବେ ଆପଣମାନେ ପାଳନ କରୁଛନ୍ତି ଶିକ୍ଷା ସପ୍ତାହ 22ରୁ 28 ଜୁଲାଇ 2024 ଏବଂ ଆସନ୍ତାକାଲି ହେଉଛି ଯାହାକି ଶିକ୍ଷା ସପ୍ତାହର ଚତୁର୍ଥ ଦିବସ ଯାହାକି ଆପଣମାନେ ଜାଣିଛନ୍ତି ମୁଁ ଦେଖାଉଛି ଯେଉଁଟାକି 25 ଜୁଲାଇ 2024 କଲଚରାଲ ଡେ ଆପଣ ପାଳନ କରିବେ। ତ କଲଚରାଲ ଡେ କିପରି ପାଳନ କରିବେ, କାହିଁକି କଲଚରାଲ ଡେ ପାଳନ କରାଯିବ ଏଇ 7 ଡେ ଅବଜର୍ଭେସନରେ, ତ ତାର ଆମେ ଡିଟେଲ୍ସ ଗୋଟି ଗୋଟି କରି ଜାଣି ନେବା। ତ ମୁଁ ଆପଣମାନଙ୍କୁ ଯେଉଁଠିକି ଆପଣମାନେ ପୂର୍ବରୁ 3 ଦିନ ଯାହାକି ଆଜି ଥିଲା ସ୍ପୋର୍ଟସ ଡେ ଆପଣମାନେ ଜାଣିଛନ୍ତି, ଆଉ ସ୍ପୋର୍ଟସ ଆକ୍ଟିଭିଟି ମଧ୍ୟ ଆଜି ସ୍କୁଲରେ କରାଇଥିବେ ବୋଲି ଆଶା ଓ ବିଶ୍ୱାସ। ତା ସହିତ ବର୍ତ୍ତମାନ ଦେଖିନେବା ଯାହାକି ଡେ 4 ଥର୍ସଡେ July 25, 2024 Cultural Day. To promote and celebrate India cultural diversity, ତା ସହିତ transform the school environment into a vibrant and joyful piece of learning. ତ ଏଠି ଆମେ ଯଦି ଦେଖିବା କଲଚରାଲ ଡେରେ କ'ଣ ରହିଛି, ମୁଖ୍ୟ ଜିନିଷଟା ହେଉଛି ଏଇଟା କାହିଁକି ପାଳନ କରାଯିବ, ଯେହେତୁ ଆମର ଯେ କଣ୍ଟ୍ରିରେ ଅଲ୍ ଓଭର କଣ୍ଟ୍ରିରେ ଡିଫରେଣ୍ଟ ରିଜନରେ ଡିଫରେଣ୍ଟ ତାଙ୍କର ଡାଇଭର୍ସିଟି ଅଛି, ଡିଫରେଣ୍ଟ କଲଚରାଲ ଡାଇଭର୍ସିଟି ଅଛି। ଆଉ ସେଇ କଲଚରାଲ ଡାଇଭର୍ସିଟିକୁ ପ୍ରମୋଟ୍ କରିବା ହିଁ ହେଉଛି ଏଇ ପ୍ରୋଗ୍ରାମର ଉଦ୍ଦେଶ୍ୟ। ଅର୍ଥାତ୍ ତାହାକୁ ପ୍ରମୋଟ୍ କଲେ ଛାତ୍ରଛାତ୍ରୀମାନଙ୍କ ତଥା ଶିକ୍ଷକ ଶିକ୍ଷୟିତ୍ରୀ ତଥା କମ୍ୟୁନିଟିରେ କ'ଣ ହୋଇପାରିବ, ମୁଖ୍ୟତଃ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ କଲଚରାଲ ଆକ୍ଟିଭିଟିଟା କ'ଣ ହୋଇପାରିବ, ନିହାତି ଉନ୍ନତିକରଣ ହୋଇପାରିବ। କଲଚରାଲ ଆକ୍ଟିଭିଟିଟା ତାଙ୍କ ପାଖରେ ଡେଭଲପ୍ ହୋଇପାରିବ। ଆଉ ଯାହାକି ଗୋଟେ ସ୍କୁଲ ଏନଭାରମେଣ୍ଟ ପାଇଁ ବହୁତ ଗୁଡ଼ିଏ ସୁନ୍ଦର ପରିବେଶ, ଜାଣନ୍ତି ମ୍ୟୁଜିକ୍ ଗାନା ବାଜନା ଏଇସବୁ ଜିନିଷ କ'ଣ ହୋଇଥାଏ, ଆମକୁ ଗୋଟେ ଶାନ୍ତି ଦେଇଥାଏ, ଯେପରି ଶାନ୍ତିର ବାତାବରଣ ଦେଇଥାଏ, ଯେଉଁଥିରେ କି ଆମେ ଯଦି କୌଣସି ଦୁଃଖରେ ଥିବା ଯଦି ମ୍ୟୁଜିକ୍ ଶୁଣିବା ତାହେଲେ ସେଇଠି ଆମର ମନ କିଛି ଲାଘବ ହୋଇଯାଇଥାଏ। ଠିକ୍ ସେଇଭଳି ଏଇଟା ଯେହେତୁ ପ୍ରମୋଟ୍ କରୁଛି, ଛାତ୍ରଛାତ୍ରୀମାନେ ଯେତେବେଳେ ପାଠ ପଢ଼ୁଛନ୍ତି, ପାଠ ପଢ଼ିବା ଭିତରେ ବି ଯେତେବେଳେ ଟିକେ ସେମାନଙ୍କର ମେଣ୍ଟାଲ ଫଟିକ୍ ହେଇଯାଉଛି, ସେମାନେ କିଛି ମ୍ୟୁଜିକ୍ କିମ୍ବା କଲଚରାଲ ଆକ୍ଟିଭିଟି କଲେ ତାଙ୍କର କ'ଣ ହେଇଯାଏ, ମାଇଣ୍ଡ ଫ୍ରେଶ୍ ହେଇଯାଏ। ତ ସେ ଏନଭାରମେଣ୍ଟଟାକୁ ଜୟଫୁଲ୍ ଆଉ ପିସଫୁଲ୍ ଲର୍ଣ୍ଣିଂ କରିବା ପାଇଁ ଏଇ କଲଚରାଲ ଆକ୍ଟିଭିଟିଟା ପାଳନ କରାଯାଉଛି। ଏଇଟା ହେଉଛି ତାର ମୁଖ୍ୟ ଉଦ୍ଦେଶ୍ୟ। ତାହେଲେ କିପରି ପାଳନ କରିବେ ଦେଖିନେବା। ଆକ୍ଟିଭିଟି ପ୍ରପୋଜ୍ ଫର୍ ଡେ 4 ଅଫ୍ ଶିକ୍ଷା ସପ୍ତାହ, ଯେଉଁଟାକି ଦେଖିବା ସ୍କୁଲ ମେ ଏକ୍ସପୋଜ କଲଚରାଲ କମ୍ପୋନେଣ୍ଟ, ଯେଉଁଟାକି କଲଚରାଲ କମ୍ପୋନେଣ୍ଟ କରାଯାଉଛି ଯେପରି ଡିଫରେଣ୍ଟ ଲାଙ୍ଗୁଏଜେସ୍ ଉପରେ, କଷ୍ଟମ୍ସ ଉପରେ, ଫୁଡ୍, ଆର୍ଟ, ଆର୍କିଟେକ୍ଚର, ଲୋକାଲ ଗେମ୍ସ, पेंटिंग, डांसिंग, सॉन्ग्स, थ्रेचर, फोक, ट्रेडिशनल क्राफ्ट, स्ट्रीट प्लेज यहपरी अनेक गुड़े रही। तो विभिन्न ता सहित स्टोरी टेलिंग एमती विभिन्न प्रकार रही डिफरेंट रिजनाल आपणकर जो सॉन्ग्स गुड़ाक अच्छी फोक डांस, क्लासिकल डांस, रिजनाल फोक टर्म, तो ये सब ऊपर नहीं कि आप एक्टिविटीटा करेंगे। लोकल आउ ट्रेडिशनल आर्टिस्ट आर्टिफिशियल्स नहीं कि ତା ସହିତ those school painting days, the theme based beautifications, school campus can be organized। ଆପଣ ଏଠି ସ୍କୁଲ ବ୍ୟୁଟିଫିକେସନ୍ ଅର୍ଗାନାଇଜେସନ୍ ପ୍ରୋଗ୍ରାମ୍ ବି କରିପାରିବେ। ଷ୍ଟାଫ୍ ଆଉ ଚିଲଡ୍ରେନ୍ ମେମ୍ବର୍ସ ମିଶିକି ଯାହାକି ଜଏଣ୍ଟଲି। ତ ତା ସହିତ କୋଲାବୋରେସନ୍ ୱିଥ୍ ଦ ଲୋକାଲ୍ କଲଚର୍, ଯେଉଁଟାକି ଆମର ଆଞ୍ଚଳିକ ସାଂସ୍କୃତିକ ଯେଉଁଗୁଡ଼ାକ ଅଛି, ଯେଉଁଗୁଡ଼ାକ କାର୍ଯ୍ୟକ୍ରମ ଅଛି ତାକୁ କୋଲାବୋରେସନ୍, ଅର୍ଥାତ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୱାରନେସ୍ ଆସିପାରିବ ଯେ ସେମାନଙ୍କର କଲଚରାଲ୍ ଆକ୍ଟିଭିଟି ଗୁଡ଼ିକ କ'ଣ, ତାଙ୍କର ରିଜନାଲ୍ ଆକ୍ଟିଭିଟି ଗୁଡ଼ିକ କ'ଣ ସେମାନେ ଜାଣିପାରିବେ। ତାଙ୍କର ଅଞ୍ଚଳର ଆଞ୍ଚଳିକ ଗୀତ, ଲୋକ ନୃତ୍ୟ ତଥା ବିଭିନ୍ନ ଜିନିଷ ଗୁଡ଼ିକ ସେମାନେ ଜାଣିପାରିବେ। ଏଇଟା କେବଳ କୌଣସି ଗୋଟେ ଜାଗାର କୁହା ନାହିଁ, ଫାଉଣ୍ଡେସନାଲ୍, ପ୍ରିପାରେଟୋରୀ, ମିଡ଼ିଲ୍ ଆଉ ସେକେଣ୍ଡାରୀ ପ୍ରତ୍ୟେକ ଷ୍ଟେଜ୍ରେ ଏସବୁ ପାଳନ କରିବା ପାଇଁ କୁହାଯାଇଛି। ହେଡ୍ ଅଫ୍ ଦ ସ୍କୁଲମାନଙ୍କୁ ଦିଆଯାଇଛି। ମନିଟରିଂ ଫର୍ମାଟ୍ରେ ଯେଉଁଠିକି ରହିପାରେ ଆକ୍ଟିଭିଟି, ପାର୍ଟିସିପେସନ୍ ଡିଟେଲ୍ସ, ଅପଲୋଡ଼ ଫଟୋଗ୍ରାଫ ନିହାତି ଅପଲୋଡ଼ କରିବାକୁ ପଡ଼ିବ, ଯାହାଦ୍ୱାରା କି ତାହାର କ'ଣ ହୋଇପାରିବ, ପ୍ରମାଣ ଆକାରରେ ରହିପାରିବ। ତ ଆକ୍ଟିଭିଟିଜ୍ରେ କେଉଁ ଆକ୍ଟିଭିଟିଜ୍ କରାହେଲା ସେଇଟା ଆପଣ ଫୁଡ୍ ନା ଆର୍ଟ, ଆର୍କିଟେକ୍ଚର, ଲୋକାଲ୍ ଗେମ୍ସ, ପେଣ୍ଟିଂ, ଡ୍ୟାନ୍ସିଂ, ସଙ୍ଗ, ଥ୍ରେଚର, ଫୋକ୍, ଟ୍ରାଡିସନାଲ୍ କ୍ରାଫ୍ଟ, ଷ୍ଟ୍ରିଟ୍ ପ୍ଲେଜ୍ କ'ଣ ବିଷୟରେ ହେଲା ସେଇଟା ଆପଣମାନେ, ଆଉ କେତେ ନମ୍ବର ସ୍କୁଲ କଲେ, କ'ଣ କିଏ ପରଫର୍ମ କଲା, କେତେ ଜଣ ଚିଲଡ୍ରେନ୍ ଭାଗ ନେଲେ, କେତେ ଜଣ ଟିଚିଂ ଷ୍ଟାଫ୍ ଭାଗ ନେଲେ, କେତେ ଜଣ ନନ୍ ଟିଚିଂ ଷ୍ଟାଫ୍ ଭାଗ ନେଲେ, କେଉଁ ଇନଷ୍ଟିଚ୍ୟୁସନ୍ ଭାଗ ନେଲେ, ତ ଏଇସବୁ ଡିଟେଲ୍ସ ରହିଛି ରିପୋର୍ଟିଂ ଫର୍ମାଟ୍ରେ। ଆଉ ସେ ଭିତରୁ କେଉଁଟା କେଉଁ ଉପରେ ହେଲା, ମ୍ୟୁଜିକ୍ ପରଫର୍ମାନ୍ସ ଉପରେ କେଉଁଟା ହେଲା, ଆର୍ଟ ଆଉ କ୍ରାଫ୍ଟ ଏକ୍ଜିବିସନ୍ ଉପରେ ରହିଲା, ଟ୍ରାଡିସନାଲ୍ ଡ୍ୟାନ୍ସ ପରଫର୍ମ ଉପରେ ରହିଲା, କଲଚରାଲ୍ ସ୍କିଟ୍ସ ଉପରେ ରହିଲା, କେଉଁ ଉପରେ ସେସବୁ ଜିନିଷ ରହିଲା ସେସବୁ ଆପଣମାନେ ଦେବାକୁ ପଡ଼ିବ। ତ ଏଇଟା ରହିଥିଲା ଆପଣମାନଙ୍କ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଅପଡ଼େଟ୍। ଆଉ ଏଇ ପ୍ରକାର ଅପଡ଼େଟ୍ ଆପଣ ପାଇବା ପାଇଁ ଆପଣ ଚ୍ୟାନେଲ୍ ସହିତ ଯୋଡ଼ିକି ରୁହନ୍ତୁ।
ଆଉ ପ୍ରତ୍ୟେକର କଲଚରାଲ ଆକ୍ଟିଭିଟିରେ ଆପଣମାନେ ଖାଲି ଭାଗ ନିଅନ୍ତୁ। ଆଉ ଭିଡ଼ିଓଟା ଭଲ ଲାଗିଲା ହୃଦୟରୁ ଗୋଟେ ଲାଇକ୍ କରନ୍ତୁ ଆଉ ଅନ୍ୟ ସାଙ୍ଗସାଥିମାନଙ୍କ ସହିତ ନିହାତି ସେୟାର କରନ୍ତୁ ଯାହାଦ୍ୱାରା କି ସମସ୍ତେ ଇନଫର୍ମେସନ୍ ପାଇପାରିବେ। ଥ୍ୟାଙ୍କ ୟୁ ଅଲ୍, ବାଏ ବାଏ।